ମାୟା ହ୍ୟାଲୋ କହୁନୁ କହ ବୁଝେଇକି। କାହାରି କଥା ଲୋକଙ୍କ କଥା କିଛି କହିବୁନି, ପର କଥା ଶୁଣିକି ଘର ଭାଙ୍ଗିବ, ପର କଥା ଶୁଣିବୁନି, ନିଜ କର୍ମ କରିଚାଲିବୁ। କାହିଁକି ପର କଥା ଶୁଣିବୁ କାହିଁକି? ମହତ ଜନର ନିନ୍ଦୁକ ପାପୀ ନୁହେଁ କେବଳ, ପାପୀ ସେଇ ଜନ ଯେ ଜନ ଶୁଣେ ନିନ୍ଦୁକ ଗିର। କାହାରି କଥା ଶୁଣିବୁନି, ଯିଏ ପାପୀ ଯାହା କଥା ତୁ ଆଲୋଚନା କରିବୁ ତା କଥା ଶୁଣିଲେ ସିଏ ଯେତିକି ଦୋଷୀ ନୁହେଁ, ଯେ ଶୁଣିବା ଲୋକ ବେଶୀ ଦୋଷୀ। ତେଣୁ ଆମେ ପର କଥା ଶୁଣିବାନି, ଆମେ ଦୋଷୀ ହବାନି କି ଆମେ ଦଣ୍ଡ ପାଇବାନି। ଏଇଟା ଭଗବାନ ଇଏ କରିଛନ୍ତି। ସେଥିପାଇଁ ସବୁବେଳେ ସମସ୍ତଙ୍କୁ ମଧୁର ବଚନ କହିବୁ, ମଧୁର ବିନୟ ବଚନ କହି ତୁସିବ ଜନମନ। ବଚନ କିମିତି ଦାରିଦ୍ରତା? ବଚନ କହିଦେଲେ ତ ଦରିଦ୍ର ହେଇଯିବୁ ନା ତୁ? ନା ବଚନ ସବୁବେଳେ ଭଲ କରିବୁ। ଖାଲି ମନବୋଧରେ ଅଛି ନା ଏଗୁଡ଼ାକ ସବୁ? ଏସବୁ ଜାଣିବା କଥା, ଶିଖିବା କଥା ନା, ମନେ ରଖିବୁ ନା। ରାଗ ମାଇଣ୍ଡ ସବୁବେଳେ ରାଗିବୁନି, ରାଗ ବ୍ରହ୍ମଚଣ୍ଡାଳ। ହଉ।